ଆଜି ଦିନ ମୋ ପାଇଁ ବହୁତ ଖାସ୍ ଥିଲା କାହିଁକି ନା ଆଜି ମୋ ବାହାଘର ଥିଲା। ବାହାଘରର ନାଲି ରଙ୍ଗର ଶାଢ଼ୀରେ ମୁଁ ବହୁତ ସୁନ୍ଦର ଦେଖାଯାଉଥିଲି। ସମସ୍ତେ ମୋର ପ୍ରଶଂସା କରୁଥିଲେ ଆଉ ମୁଁ ବାହାଘର ଶାଢ଼ୀରେ ମୋ ବରକୁ ଅପେକ୍ଷା କରିଥିଲି। ମୋ ଜୀବନରେ ଅନେକ ସ୍ୱପ୍ନ ଥିଲା। ସବୁ ଝିଅମାନଙ୍କ ପରି ମୁଁ ବି ଗୋଟେ ସୁନ୍ଦର ଆଉ ରୋମାଣ୍ଟିକ ସ୍ୱାମୀ ପାଇବାକୁ ସ୍ୱପ୍ନ ଦେଖିଥିଲି। କିନ୍ତୁ ମୋର ଏ ସ୍ୱପ୍ନ ସେତେବେଳେ ହିଁ ଭାଙ୍ଗିଗଲା ଯେତେବେଳେ ମୋ ବାହାଘର ମୋ ଭିଣେଇଙ୍କ ସହ ଠିକ୍ ହୋଇଗଲା। ସେ ମୋ ଠାରୁ ବେଶୀ ବଡ଼ ନଥିଲେ ଆଉ ଦେଖିବା ପାଇଁ ମଧ୍ୟ ବହୁତ ହ୍ୟାଣ୍ଡସମ୍ ଥିଲେ, କିନ୍ତୁ ମୁଁ ତାଙ୍କୁ ସବୁବେଳେ ଭିଣେଇ ରୂପରେ ଦେଖୁଥିଲି। ମୋ ଭଉଣୀ ସୁନିତାର ମୃତ୍ୟୁ ହେଲା ପରେ ଯେତେବେଳେ ତା ଶାଶୁ ମୋ ପ୍ରସ୍ତାବ ମୋ ମାଆକୁ ଦେଲେ, ମୋ ମା ମୋତେ ନ ପଚାରି ରାଜି ହୋଇଗଲେ। ଆଉ ଯେତେବେଳେ ମୋତେ ଏସବୁ ବିଷୟରେ ଜଣା ପଡ଼ିଲା ତ ମୁଁ ତାଙ୍କ ଉପରେ ରାଗିଗଲି। ବହୁତ ଦିନ ପର୍ଯ୍ୟନ୍ତ ମୋ ଘର ଲୋକଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲି। ହେଲେ ମୋ ମା ମୋତେ ଦିନେ ପାଖକୁ ଡାକି କହିଲେ, ଝିଅ, ଆମେ ସମସ୍ତେ ତତେ ବହୁତ ଭଲ ପାଉ ଆଉ ଆମେ ତୋ ବିଷୟରେ କିଛି ବି ଭୁଲ ନିଷ୍ପତ୍ତି ନେବାକୁ ଚାହୁଁନୁ। ବିକାଶ ଜଣେ ବହୁତ ଭଲ ପଢ଼ା ଲେଖା ଆଉ ସୁନ୍ଦର ପିଲାଟିଏ। ତାର ସବୁଠୁ ଭଲ କଥା ହେଲା ସେ ବିଲକୁଲ ବି ଲୋଭୀ ନୁହଁ ଆଉ ବହୁତ ଭଲ ପଇସା ରୋଜଗାର ମଧ୍ୟ କରୁଛି। ତୁ କଣ କେବଳ ଏଇଥିପାଇଁ ତାକୁ ବାହା ହେବାକୁ ମନା କରିଦେବୁ ଯେ ବିକାଶ ତ ଭଉଣୀକୁ ବାହା ହୋଇଥିଲେ ଆଉ ତାଙ୍କ ବାହାଘରକୁ 2 ବର୍ଷ ହେଇଯାଇଛି ବୋଲି? କେବେ କେବେ ସମୟ ସହିତ ସମ୍ପର୍କ ବି ବଦଳି ଯାଇଥାଏ। ହେଲେ ମୋ ସୁନା ଝିଅ, ତୁ ଏବେ ବି ଏ ବାହାଘରରେ ରାଜି ନୁହେଁ ତାହେଲେ ମୁଁ ଏବେ ହିଁ ବିକାଶର ମାଆକୁ ଫୋନ କରି ମନା କରିଦେବି। ତୁ ରାତିରେ ଭାବିକି ତୋ ନିଷ୍ପତ୍ତି ମୋତେ ଜଣେଇଦେବୁ। ମା ଏତିକି କହି ଚାଲିଗଲେ ଆଉ ମୁଁ ଚିନ୍ତାରେ ପଡ଼ିଗଲି। ମୁଁ ବୁଝିପାରୁନଥିଲି ମୋତେ କଣ କରିବା ଦରକାର। ମୁଁ ମୋ ରୁମକୁ ଆସିଲି ତ ମୋ ଫୋନ ରିଙ୍ଗ ହେଉଥିଲା। ମୁଁ ଫୋନକୁ ଦେଖିଲି ତ ସେଥିରେ ନେହାର ଫୋନ ଆସିଥିଲା। ମୁଁ ମନେ ମନେ ଖୁସି ହେଲି। ଯାହା ହେଉ ମୁଁ ମୋ ସମସ୍ୟା ମୋ ସାଙ୍ଗକୁ ଜଣେଇ ପାରିବି ଆଉ ତାକୁ କିଛି ଭଲ ସମାଧାନ ମାଗିପାରିବି। ହେଲେ କଲ୍ ଉଠେଇବା ପରେ ମୋ ହୋସ୍ ଉଡ଼ିଗଲା। ଯେତେବେଳେ ନେହା ତା ବିଷୟରେ କହିଲା ମୋ ଆଖିରେ ଲୁହ ଆସିଗଲା। ସେ କହିଲା ତା ସ୍ୱାମୀ ତାକୁ ଘରୁ ବାହାର କରି ଦେଇଛନ୍ତି ଆଉ ତାର ସବୁ ଗହଣା ମଧ୍ୟ ନେଇଯାଇଛନ୍ତି। ଏବେ ତା ପରିବାର ଲୋକ ତାକୁ ନେଇକି ବହୁତ ଚିନ୍ତିତ ଆଉ ଆଇନ ଅନୁଯାୟୀ ଏ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରୁଥିଲେ। ଏସବୁ କଥା ଶୁଣି ସାରିଲା ପରେ ମୁଁ ମୋ ସମସ୍ୟାକୁ ଭୁଲିଗଲି ଆଉ ତାକୁ ସାନ୍ତ୍ୱନା ଦେବାକୁ ଲାଗିଲି। ତାର ଏବେ ହିଁ 6 ମାସ ପୂର୍ବରୁ ହିଁ ବାହାଘର ହୋଇଥିଲା ଆଉ ଏତେ କମ ସମୟ ଭିତରେ ତାକୁ ଏତେ ସବୁ କଷ୍ଟ ସହିବାକୁ ପଡୁଥିଲା। ତାର ପୁରା କାହାଣୀ ଶୁଣିଲା ପରେ ମତେ ଏମିତି ଲାଗିଲା ଯେ ଏ ଦୁନିଆ ବହୁତ ସ୍ୱାର୍ଥପର ଆଉ କାହାକୁ ଭରସା କରିବା ଏତେ ସହଜ ନୁହେଁ। ସେଥିପାଇଁ ମୁଁ ଭାବିଲି ବଡ଼ମାନଙ୍କ ନିଷ୍ପତ୍ତିରେ ସମ୍ମତି ଜଣାଇବା ସବୁଠୁ ବୁଦ୍ଧିମାନର କାମ। କାହିଁକି ନା ସେ ତାଙ୍କ ଅନୁଭବରୁ ହିଁ ଯାହା ନିଷ୍ପତ୍ତି ନିଅନ୍ତି ଆମ ମଙ୍ଗଳ ପାଇଁ ନିଅନ୍ତି। ମତେ ଲାଗିଲା ମୋ ମାଙ୍କ ନିଷ୍ପତ୍ତି 100% ଠିକ୍। ଆଉ ମୁଁ ସାଙ୍ଗେ ସାଙ୍ଗେ ମୋ ମାଙ୍କ ପାଖକୁ ଗଲି ଆଉ କହିଲି, ମା, ମୁଁ ବିକାଶଙ୍କୁ ବାହା ହେବା ପାଇଁ ରାଜି ଅଛି। ମୋ ମା ରୋଷେଇ ଘରେ ଖାଇବା ତିଆରି କରୁଥିଲେ। ସେ ମୋ କଥା ଶୁଣିକି ଆଚମ୍ବିତ ହୋଇଗଲେ ଆଉ ଖୁସି ମଧ୍ୟ ହୋଇଗଲେ। ତା ସହିତ ମତେ ସେ କୁଣ୍ଢେଇ ନେଲେ ଆଉ ମୋ ମଥାକୁ ଗେଲ କରିଦେଲେ। ମାଙ୍କ ଖୁସି ଦେଖିକି ମୁଁ ବି ଖୁସି ହୋଇଗଲି। ମୁଁ ମୋ ଭଉଣୀ ସୁନିତା ଦିଦିକୁ ସବୁବେଳେ ଭଲ କପଡ଼ା ଆଉ ଖୁସିରେ ରହିବାର ଦେଖିଥିଲି। ସେଥିପାଇଁ ମୋ ମନରେ ଟିକେ ବି ଡର ନଥିଲା। ବାହାଘର ପରେ ମୁଁ ପ୍ରଥମ ଥର ବହୁ ବେଶରେ ତାଙ୍କ ରୁମକୁ ଯାଇଥିଲି ଆଉ ଯେମିତି ମୋ କାନ୍ଥରେ ଟଙ୍ଗା ହୋଇଥିବା ମୋ ଭଉଣୀର ଫଟୋକୁ ଦେଖିଲି ତ ତା ପାଖକୁ ଯାଇ କହିଲି, ମୋ ଗେହ୍ଲି ଭଉଣୀ, ତୋ କଥା ମୋର ବହୁତ ମନେ ପଡୁଛି। ତୁ ଏ ଦୁନିଆରୁ ବହୁତ ଜଲ୍ଦି ଜଲ୍ଦି ଚାଲିଗଲୁ। ମତେ ତ ଏମିତି ଲାଗୁଛି ଯେ ଏ ଦୁନିଆକୁ ତୋର ସବୁ ଖୁସି ଦେବା ପାଇଁ ଆସିଥିଲୁ। ଏତିକି କହିକି ମୁଁ ତା ଫଟୋକୁ ଚାହିଁ କିଛି ସମୟ କାନ୍ଦି ପୁଣି ଥରେ ଆସି ଖଟରେ ବସିଗଲି। ଏବେ ବିକାଶଙ୍କୁ ଅପେକ୍ଷା କରିଥିଲି। ମୁଁ ଆଗକୁ ଆସିବାର ଥିବା ଖୁସିର ମୁହୂର୍ତ୍ତକୁ ସ୍ୱପ୍ନରେ ସଜେଇବାକୁ ଲାଗିଥିଲି। ଠିକ୍ ସେତିକି ବେଳେ ମତେ କବାଟ ଖୋଲିବାର ଶବ୍ଦ ଶୁଣାଗଲା। ମୁଁ ଓଢ଼ଣା ଫାଙ୍କରେ ଦେଖିଲି ତ ବିକାଶ ଭିତରକୁ ଆସିଲେ ଆଉ କବାଟ ବନ୍ଦ କରିଦେଲେ। ବିକାଶ ଖଟ ପାଖକୁ ଆସିଗଲେ କିନ୍ତୁ ତାପରେ ଯେମିତି ଭିତରକୁ ଆସିଥିଲେ ସେମିତି ହିଁ ବାହାରକୁ ଚାଲିଗଲେ। କବାଟ ବନ୍ଦ ହେବା ଶବ୍ଦ ଶୁଣିକି ମୁଁ ଓଢ଼ଣା କାଢ଼ି ଉପରକୁ ଚାହିଁଲି ଆଉ ଆଶ୍ଚର୍ଯ୍ୟ ହୋଇଗଲି। ମୋ ସାମ୍ନାରେ ଥିବା ମୋ ଭଉଣୀର ଫଟୋ ତା ସ୍ଥାନରେ ନଥିଲା। ମୁଁ କିଛି ସମୟ ସେଇଠି ବସି ରହିଲି। ମୋତେ ଜଣା ନଥିଲା ଯେ ମୁଁ ଏବେ କ'ଣ କରିବି। ଏଥିରୁ କ'ଣ ମୁଁ ଏହା ଭାବିବି ଯେ ବିକାଶ ଦିଦିର ମୃତ୍ୟୁକୁ ବର୍ଷେ ପୁରି ଯାଇଥିଲେ ମଧ୍ୟ ତାକୁ ଭୁଲି ପାରିନଥିଲେ। ତାଙ୍କୁ ଏ ସମୟରେ ମୋ ପାଖରେ ରହିବାର ଥିଲା
କିଛି ଚିନ୍ତା କରି ମୁଁ ମୋ ସ୍ଥାନରୁ ଉଠି ତାଙ୍କ ପଛେ ପଛେ ଗଲି। ମୁଁ ସାନ୍ତ୍ୱନା ଦେଇକି ତାଙ୍କ ଦୁଃଖ ହାଲକା କରିବା ପାଇଁ ଚାହୁଁଥିଲି। ଆମେ ଦୁଇ ଜଣ ବି ଦୁଇ ଜଣଙ୍କ ବିଷୟରେ କିଛି କଥା ହୋଇପାରିଥାନ୍ତୁ। ଏହା ଭାବିକି ମୁଁ ବିକାଶଙ୍କ ପଛେ ପଛେ ଗଲି। ଆଉ ବିକାଶ ଯେଉଁ ରୁମକୁ ଯାଇଥିଲେ ମୁଁ ବି ସେଇ ରୁମକୁ ଚାଲିଗଲି। ହେଲେ ସେ ରୁମ୍ ବନ୍ଦ ଥିଲା। ମୁଁ ଆଶ୍ଚର୍ଯ୍ୟ ଥିଲି ଆଉ ମୋ ଓଜନିଆ ଶାଢ଼ୀ ପାଇଁ ଚିନ୍ତିତ ମଧ୍ୟ ଥିଲି। ସକାଳୁ ରାତି ପର୍ଯ୍ୟନ୍ତ ଆରାମ ନ କରିଥିବାରୁ ମୁଁ ପୁରା ଥକି ଯାଇଥିଲି ଆଉ ମୋତେ ବହୁତ ଜୋରରେ ନିଦ ମଧ୍ୟ ଆସୁଥିଲା। ସେଥିପାଇଁ ମୁଁ ମୋ ଓଜନିଆ ଶାଢ଼ୀକୁ ସମ୍ଭାଳି ନିଜ ରୁମକୁ ଚାଲି ଆସିଲି ଆଉ ଶାଢ଼ୀ ବଦଳେଇ ଶୋଇଗଲି। ତା ପରଦିନ ସକାଳୁ ଯେତେବେଳେ ମୋ ନିଦ ଭାଙ୍ଗିଲା ତ ବିକାଶ ମୋ ପାଖରେ ବସିଥିଲେ ଆଉ ମୋ ଶାଶୁ ତାଙ୍କୁ ଜଳଖିଆ ଖାଇବା ପାଇଁ ଡାକୁଥିଲେ। ମୋତେ ଉଠିବାର ଦେଖିକି ବିକାଶ କହିଲେ, ନୂଆ ଜୀବନର ନୂଆ ସକାଳର ଅଭିନନ୍ଦନ। ବିକାଶ ଏତେ ପ୍ରେମ ଭରା କଣ୍ଠରେ କହିଲେ, ମୁଁ ପୂର୍ବରୁ ରାତିର ସବୁ କଥାକୁ ଭୁଲିଗଲି। ସେହି ସମୟରେ ମୋ ନଜର ସାମ୍ନାରେ ଟଙ୍ଗା ହୋଇଥିବା ମୋ ଭଉଣୀର ଫଟୋ ଉପରେ ପଡ଼ିଲା। ଦିଦିର ଫଟୋ ପୁଣି ଥରେ ନିଜ ଜାଗାକୁ ଫେରି ଆସିଥିଲା। ଫଟୋକୁ ଦେଖି ଏମିତି ଲାଗିଲା ଯେମିତି ଦିଦି ଆମକୁ ଦେଖିକି ହସୁଥିଲା। ସେ ସବୁ ଦେଖିକି ମୁଁ ବି ହସିଦେଲି। ଆଉ ସେହି ସମୟରେ ଆମ ପାଇଁ ଜଳଖିଆ ଆସି ସାରିଥିଲା। ସେଥିପାଇଁ ମୁଁ ଗାଧୋଇବାକୁ ଚାଲିଗଲି। ତାପରେ ମୁଁ ନିଜ ରୁମରେ ଖୁସି ଖୁସିରେ ଜଳଖିଆ କଲି। ଖାଇସାରିବା ପରେ ବିକାଶଙ୍କର କିଛି ସାଙ୍ଗ ଆସିଲେ। ସେମାନଙ୍କ ସହ ବିକାଶ ଚାଲିଗଲେ ଆଉ ମୁଁ ରେଡି ହେବାକୁ ଲାଗିଲି। ପୁରା ଦିନ ବନ୍ଧୁବାନ୍ଧବଙ୍କ ସହ ବିତିଗଲା। ଆଜି ମୁଁ ବହୁତ ଖୁସି ଥିଲି। ବିକାଶଙ୍କ ବ୍ୟବହାର ଦେଖିକି ମୋତେ ଏମିତି ଲାଗୁଥିଲା ଯେ ଆମ ଦୁଇ ଜଣଙ୍କ ମଧ୍ୟରେ ସବୁ ଠିକ ହୋଇଯିବ ଆଉ ଆମେ ଜଣେ ଅନ୍ୟ ଜଣଙ୍କୁ ବୁଝିପାରିବୁ। କିନ୍ତୁ ଯେତେବେଳେ ରାତି ହେଲା ମୁଁ ବହୁତ ଦୁଃଖୀ ହୋଇଗଲି। କାହିଁକି ନା ଗତକାଲିର ରାତି ଭଳି ବିକାଶ ରୁମକୁ ଆସିଲେ ଆଉ ଦିଦିର ଫଟୋ ନେଇକି ଅନ୍ୟ ରୁମକୁ ଚାଲିଗଲେ। ପୂର୍ବ ରାତିର ପୁନରାବୃତ୍ତି ହୋଇସାରିଥିଲା। ମୁଁ ବସିକି ତାଙ୍କୁ ଆଗ୍ରହ ସହ ଦେଖିବାକୁ ଲାଗିଲି। ମୋତେ ତାଙ୍କ ଉପରେ ଦୟା ମଧ୍ୟ ଆସିଲା। ତା ସହିତ ମୋତେ ମୋ ଦିଦିର ଭାଗ୍ୟ ଉପରେ ଈର୍ଷା ହେଉଥିଲା। କାହିଁକି ନା ତାକୁ ଏତେ ଭଲ ପାଇବା ବାଲା ସ୍ୱାମୀଟିଏ ମିଳିଥିଲା ଯିଏକି ତାକୁ ଭୁଲି ପାରୁନଥିଲା। ମୁଁ ଯେତେବେଳେ ମୋ ରୁମରୁ ବାହାରିଲି ଆଉ ବିକାଶଙ୍କ ରୁମ ଆଡ଼କୁ ଯିବାକୁ ଲାଗିଲି ତ ସେ ଆଗରୁ ହିଁ କବାଟ ବନ୍ଦ କରିଦେଇଥିଲେ। ମୁଁ ସେଇଠି ଛିଡ଼ା ହୋଇଗଲି ଆଉ ମୋତେ ଭିତରୁ ବିକାଶଙ୍କର କିଛି କହିବାର ଶବ୍ଦ ମଧ୍ୟ ଶୁଣାଯାଉଥିଲା। ସେ କାହା ସହ କଥା ହେଉଥିଲେ। ମୁଁ କବାଟରେ କାନ ଲଗେଇ ଶୁଣିବାକୁ ମଧ୍ୟ ଚେଷ୍ଟା କଲି, ହେଲେ ମୁଁ କିଛି ବି ସ୍ପଷ୍ଟ ଭାବରେ ଶୁଣିପାରୁନଥିଲି। ଠିକ୍ ସେହି ସମୟରେ ମୋତେ ମୋ ଶାଶୁ ଆସିବାର ଦେଖାଗଲେ। ସେ କହିଲେ କି, କ'ଣ ହେଇଛି, ତୁ ଏଠି କ'ଣ ପାଇଁ ଛିଡ଼ା ହେଇଛୁ? ମୁଁ ତାକୁ କେମିତି କହିଥାନ୍ତି ଘରକୁ ନୂଆ ବାହା ହୋଇ ଆସୁଥିବା ନୂଆ ବୋହୂ ତା ସ୍ୱାମୀ ପଛେ ପଛେ ଚାଲି ଆସିଛି ବୋଲି। ମୋ ଶାଶୁ ମୋ ମୁହଁ ଦେଖି ସବୁ ବୁଝିଗଲେ ଆଉ କହିଲେ, କିଛି କଥା ନାହିଁ, କିଛି ଦିନର କଥା, ତାପରେ ସବୁ ଠିକ ହୋଇଯିବ। ମୁଁ ନିରାଶ ହୋଇକି ନିଜ ରୁମକୁ ଚାଲି ଆସିଲି। ଦିଦି ଆଉ ବିକାଶଙ୍କ ଜୀବନ ବିଷୟରେ ଭାବି ଭାବି ଖଟ ଉପରେ ଶୋଇପଡ଼ିଲି। ଆମେ ଦୁଇ ଭଉଣୀ ଥିଲୁ। ସୁନିତା ଦିଦି ମୋ ଠାରୁ 2 ବର୍ଷ ବଡ଼ ଥିଲା। ଆମ ବାପା ମା ଆମକୁ ବହୁତ ଭଲ ପାଉଥିଲେ। ଦିଦିର ପାଠପଢ଼ା ଶେଷ ହେଲା ପରେ ତା ପାଇଁ ବହୁତ ଗୁଡ଼ିଏ ପ୍ରସ୍ତାବ ଆସିବାକୁ ଲାଗିଲା। ହେଲେ ଆମ ବାପା ମା ଏ ବିଷୟରେ ଜବରଦସ୍ତିକୁ ବିଶ୍ୱାସ କରନ୍ତି ନାହିଁ। ସେଥିପାଇଁ ସେ ଦିଦି ଉପରେ ହିଁ ସବୁ ନିଷ୍ପତ୍ତି ଛାଡ଼ିଦେଲେ। ମୋ ମାଙ୍କ ସାଙ୍ଗର ପୁଅ ବିକାଶ ପ୍ରସ୍ତାବ ଦିଦି ପାଇଁ ଆସିଲା। ମୋ ମା ବହୁତ ଖୁସି ହୋଇଗଲା। ମାକୁ ଖୁସି ହେବା ଦେଖିକି ମୋ ମା ବି ଖୁସି ହୋଇଗଲା। ମୋ ବାପା ବି ବିକାଶକୁ ପସନ୍ଦ କରୁଥିଲେ। ବିକାଶ ବି ଏକା ଫଙ୍କସନରେ ସୁନିତା ଦିଦିଙ୍କୁ ଦେଖିକି ପସନ୍ଦ କରିଥିଲେ। ମୁଁ ବି ତାଙ୍କ ବାହାଘରରେ ବହୁତ ଖୁସି ଥିଲି। ଆଉ ମୁଁ ଘରର ସାନ ଝିଅ ହୋଇଥିବାରୁ ଏ ବାହାଘରରେ ମୋର ବହୁତ ମହତ୍ତ୍ୱ ଥିଲା। ବାହାଘର ପରେ ମୋ ଦିଦିକୁ ଏକ ଅଜବ ଚିନ୍ତାରେ ଥିଲା ଭଳି ଜଣାପଡ଼ୁଥିଲା। ଖାସ କରି ମୁଁ ଯେତେବେଳେ ଦିଦି ଘରକୁ ରହିବା ପାଇଁ ଯାଉଥିଲି ତ ସେ ରାତିରେ ଘଣ୍ଟା ଘଣ୍ଟା ଧରି ରୁମ୍ ବାହାରେ ବୁଲୁଥିଲା। ଯେତେବେଳେ ବି ମୁଁ ତାକୁ ପଚାରିବା ପାଇଁ ଚେଷ୍ଟା କରିଛି ସେ ମୋତେ ଭୁଲେଇ ଦିଏ ଆଉ କହେ ରୁମ୍ ଭିତରେ ମୋତେ ଅନିଶ୍ୱାସୀ ଲାଗୁଥିଲା, ସେଥିପାଇଁ ମୁଁ ଏମିତି ଟିକେ ଏପଟ ସେପଟ ହେଉଥିଲି। ଏକଥା ମୁଁ ମୋ ମାଆକୁ ବି କହିଥିଲି, ହେଲେ ସେ ମୋ କଥା ଶୁଣିକି ହସିଦେଲେ ଆଉ କହିଲେ, ପାଗିଳି, ନୂଆ ଘରେ ଆଡଜଷ୍ଟ ହେବା ପାଇଁ ଟିକେ ସମୟ ତ ଲାଗିଥାଏ। ଯେତେବେଳେ ଦିଦି ଆମକୁ ଦେଖା କରିବାକୁ ଘରକୁ ଆସେ ତ ବହୁତ ସଜବାଜ ହୋଇକି ଆସେ ଆଉ ବହୁତ ଖୁସି ମଧ୍ୟ ଲାଗେ। ସେଥିପାଇଁ ମୁଁ ଏସବୁ କଥା ମୋ ମନରୁ କାଢ଼ି ଦେଇଥିଲି। କିନ୍ତୁ ଗୋଟେ ଦିନ ରାତିରେ ଯେତେବେଳେ ବିକାଶ ଦିଦିକୁ ରହିବା ପାଇଁ ଆମ ଘରେ ଛାଡ଼ିବା ପାଇଁ ଆସିଥିଲେ, ତାଙ୍କ ବ୍ୟବହାର ଦେଖି ମୋତେ ସନ୍ଦେହ ହେଉଥିଲା ଯେମିତି ସେ ନିଶାରେ ଅଛନ୍ତି ନହେଲେ ନିଦରେ ଅଛନ୍ତି।
କିମ୍ବା ଜଲ୍ଦିରେ ଥିଲେ ବୋଧେ। ସେଥିପାଇଁ ସେ ଦିଦିଙ୍କୁ ଆମ ଘରେ ଛାଡ଼ିବା ପରେ କାରକୁ ପବନ ବେଗରେ ଉଡ଼େଇ ଚାଲି ଯାଇଥିଲେ। ମୁଁ ଏ ବିଷୟରେ ଦିଦିଙ୍କୁ ପଚାରିବାକୁ ଚାହୁଁଥିଲି, ହେଲେ ଯେତେବେଳେ ମୁଁ ପଚାରିବାକୁ ତା ରୁମକୁ ଗଲି ତ ସେ ଆଖି ବନ୍ଦ କରି ଆରାମ କରୁଥିଲା। ମୁଁ ତାକୁ ହଇରାଣ କରିବାକୁ ଚାହୁଁନଥିଲି, ସେଥିପାଇଁ ନିଜ ରୁମକୁ ଫେରି ଆସିଲି। ତା ପରଦିନ ସକାଳେ ମୁଁ ଯେତେବେଳେ ଏକଥା ଦିଦିକୁ କହିଲି ତ ସେ କହିଲା, ସେମିତି କିଛି ବି ନୁହେଁ, ବାସ୍ ଆମ ଦୁଇ ଜଣଙ୍କ ଭିତରେ ଟିକେ ଝଗଡ଼ା ହୋଇଯାଇଛି, ସେଥିପାଇଁ ସେ ଭିତରକୁ ଆସିଲେ ନାହିଁ। ଆଉ 2 ଦିନ ପରେ ବିକାଶ ଆଗ୍ରହ ସହିତ ଦିଦିକୁ ନେବା ପାଇଁ ଆସିଲେ, ଆଉ ତାକୁ କ୍ଷମା ବି ମାଗିଲେ। ଦିଦି ବହୁତ ଖୁସିରେ ରହୁଥିଲେ, ତା ଜୀବନରେ ସବୁକିଛି ଠିକ ଠାକ ଚାଲୁଥିଲା। କିନ୍ତୁ କିଛି ମାସ ପରେ ଅଚାନକ ସେ ଆମ ସମସ୍ତଙ୍କୁ ଛାଡିକି ଚାଲିଗଲା। ତା ମୃତ୍ୟୁର ଖବର ଆମମାନଙ୍କୁ ଏକ ଶକ୍ତ ଆଘାତ ଦେଇଥିଲା। ତା ଶାଶୁ କହିଲେ କି ସୁନିତାର ଛାତିରେ ଅଚାନକ ବିନ୍ଧା ଆରମ୍ଭ ହୋଇଗଲା। ବୋଧେ ତା ହାର୍ଟଚୋକ୍ ଥିଲା, ଯେଉଁଥିପାଇଁ କି ସେ ବଞ୍ଚି ପାରିଲାନି। ଏଇ ଘଟଣାରୁ ବାହାରକୁ ବାହାରିବା ଆମ ପାଇଁ ବିଲକୁଲ ବି ସହଜ ନଥିଲା। ହେଲେ ସମୟ ତ ସବୁ ଦୁଃଖ ଉପରେ ପରଦା ପକେଇ ଦେଇଥାଏ। କିଛି ମାସ ବିତିଗଲା, ଆମେ ପରିସ୍ଥିତି ଟିକେ ସୁଧୁରିବାକୁ ଲାଗିଲା। ମୋ ବାପା ମା ବିକାଶ ସହ ମୋ ବାହାଘର ଏଇଥିପାଇଁ କହିଥିଲେ ଯେ ମୁଁ ବି ମୋ ଦିଦି ପରିକା ତାଙ୍କ ସହ ଖୁସିରେ ରୁହେ ବୋଲି। କିନ୍ତୁ ତାଙ୍କ ବ୍ୟବହାର ମୋ ବୁଝିବା ଶକ୍ତିରୁ ବାହାରେ ଥିଲା। କାହିଁକି ନା ଦିନରେ ସେ ବିଲକୁଲ ଠିକ ରହୁଥିଲେ, ହେଲେ ରାତିରେ ମୋ ଦିଦିର ଫଟୋକୁ ନେଇ ଏକା ଏକା ଗପିବାକୁ ଲାଗୁଥିଲେ। ମୁଁ ତାଙ୍କ ଦୁଃଖ ହାଲକା କରିବାକୁ ଚାହୁଁଥିଲି, ହେଲେ ମତେ ଏ ସୁଯୋଗ ଏ ପର୍ଯ୍ୟନ୍ତ ମିଳିପାରି ନଥିଲା। ମୁଁ ଏହା ଭାବି ଭାବି ଶୋଇଗଲି। ହେଲେ ତାପରେ ମୁଁ ଏକ ଅଜବ ସ୍ୱପ୍ନ ଦେଖିଲି। ମୁଁ ଦେଖିଲି କି ଅନ୍ଧାର ରାତିରେ ଦିଦିର ଛାଇ ଏପଟ ସେପଟ ହୋଇ ଲୁଚି ଯାଉଥିଲା, ଆଉ ବହୁତ ଜୋରରେ ଚିତ୍କାର କରି କାନ୍ଦୁଥିଲା। ମୁଁ ଅନ୍ଧାର ରୁମରେ ନିଜର 2 ହାତ ଆଗକୁ କରି ଦିଦିକୁ ଛୁଇଁବା ପାଇଁ ତା ପଛେ ପଛେ ବୁଲୁଥିଲି, ହେଲେ ମୁଁ ତାକୁ ଛୁଇଁ ପାରୁନଥିଲି। ମୁଁ ଥକି ଯାଇ କହିଲି, ତୁ ମୋ ସାମ୍ନାକୁ କଣ ପାଇଁ ଆସୁନୁ? ମୋ କଥା ଶୁଣିକି ଦିଦି କାନ୍ଦିବାକୁ ଲାଗିଲା, ଆଉ କହିଲା, ତୁ ମତେ ସେତେବେଳେ ଛୁଇଁ ପାରିବୁ ଯେତେବେଳେ ତୁ ମତେ ନ୍ୟାୟ ଦବୁ। ହଁ ଲୋ ମୋ ଗେଲି ଭଉଣୀ, ତୁ ହିଁ କେବଳ ମତେ ନ୍ୟାୟ ଦେଇପାରିବୁ। ମୋ ଦିଦିକୁ କିଛି କଥା ହେବା ପୂର୍ବରୁ କିମ୍ବା କିଛି ପଚାରିବା ପୂର୍ବରୁ ମୋ ନିଦ ଭାଙ୍ଗିଗଲା। ଆମ ରୁମ ସାରା ଅନ୍ଧାର ଥିଲା, ବୋଧେ ଲାଇନ କଟି ଯାଇଥିଲା। ନହେଲେ କୌଣସି କାରଣରୁ ବୋଧେ ବନ୍ଦ ଥିଲା। ସେତେବେଳକୁ ମୁଁ ଝାଳରେ ଗୋଟେ ସୁଦ୍ଧା ଓଦା ହୋଇ ଯାଇଥିଲି, ଆଉ ମୁଁ ଜୋର ଜୋରରେ ନିଶ୍ୱାସ ନେବାକୁ ଲାଗିଥିଲି। କିନ୍ତୁ ମତେ ଏସବୁର ଚିନ୍ତା ନଥିଲା। ମୋ କାନରେ କେବଳ ଦିଦିର କଥା ହିଁ ଶୁଣା ଯାଉଥିଲା। ଗୋଟେ କଥା ତ ମୁଁ ଆପଣମାନଙ୍କୁ କହିବାକୁ ଭୁଲି ହିଁ ଗଲି। ମୋ ଭଉଣୀ ବହୁତ ଧାର୍ମିକ ଥିଲା। ସେ ସବୁ ସମୟରେ ଭଗବାନଙ୍କ ପୂଜା ଓ ଓଷା ବ୍ରତରେ ଲାଗି ରହୁଥିଲା। କେବେ କେବେ ତ ରାତିରେ ମଧ୍ୟ ଭଗବାନଙ୍କ ପାଖରେ ହାତ ଯୋଡ଼ି ଛିଡା ହୋଇଥିବା ମୁଁ ତାକୁ ଦେଖୁଥିଲି। ଆର ଦିନ ସକାଳେ ବିକାଶ ବାହାରକୁ ଚାଲିଯିବା ପରେ ମୁଁ ସାମ୍ନାରେ ଥିବା ରୁମକୁ ଚାଲିଗଲି। ମୁଁ ଦେଖିବାକୁ ଚାହୁଁଥିଲି ଯେ ରୁମରେ କଣ ଥିଲା। ମୁଁ ରୁମ ଭିତରକୁ ଯାଇ ଦେଖେ ତ ସେ ରୁମରେ ସୋଫା ସେଟ ଆଉ ଏକ ଗଡରେଜକୁ ଛାଡ଼ିଦେଲେ ସେଠି ଆଉ କିଛି ବି ନଥିଲା। ମୁଁ ଗଡରେଜ ଖୋଲିଲି ତ ସେଥିରେ କିଛି ମେଡିସିନର ଖାଲି କଭର ଥିଲା। ମୁଁ ଓଲଟେଇକି ଦେଖିଲି ବୋଧେ ଦିଦିର ହିଁ ମେଡିସିନ ଥିଲା, କାହିଁକି ନା ମୁଁ ସେ ମେଡିସିନକୁ ପ୍ରାୟ ସମୟ ଦିଦିର ବ୍ୟାଗରେ ଦେଖିଥିଲି। ପ୍ରଥମେ ତ ମୁଁ ଧ୍ୟାନ ଦେଇ ନଥିଲି, ହେଲେ ସେ ମେଡିସିନର ନାଁ ପଢିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ପରେ ମୁଁ ଭାବିଲି ବୋଧେ ମୋ ବୁଝିବାର କିଛି ଭୁଲ ହୋଇଯାଇଛି, ସେଥିପାଇଁ ମୁଁ ସେ ମେଡିସିନ ଖୋଲାକୁ ସେଇଠି ରଖିଦେଲି। ମୁଁ ଗଡରେଜ ବନ୍ଦ କରୁ କରୁ ଗୋଟେ ଛୋଟ ବ୍ୟାଗ ଆସି ମୋ ଗୋଡ ଉପରେ ପଡିଗଲା। ମୁଁ ଯେତେବେଳେ ତାକୁ ଖୋଲିକି ଦେଖିଲି ତ ସେ ବ୍ୟାଗରେ ବହୁତ ସାରା ନିଶା ମେଡିସିନ ଭରି ହୋଇ ରହିଥିଲା। ମୁଁ ବହୁତ ଆଶ୍ଚର୍ଯ୍ୟ ଥିଲି, ଆଉ ସେ ବ୍ୟାଗ ଉଠେଇଲି ଆଉ ତାକୁ ଲୁଚେଇକି ନିଜ ରୁମକୁ ନେଇ ଆସିଲି। ସନ୍ଧ୍ୟା ହେଲା ତ ବିକାଶ ଅସ୍ତବ୍ୟସ୍ତ ହୋଇ ବୁଲିବାକୁ ଲାଗିଲେ, ଯେମିତି ତାଙ୍କର କିଛି ମୂଲ୍ୟବାନ ଜିନିଷ ହଜିଗଲା ଭଳି। ମୁଁ ତାଙ୍କ ବ୍ୟସ୍ତତାକୁ ଅନୁଭବ କରିପାରୁଥିଲି, ହେଲେ ମୁଁ ସେ ସବୁକୁ ଅଣଦେଖା କରିଦେଲି। କାହିଁକି ନା ଯଦି ସେ କିଛି ନିଶା ଜିନିଷ ଖାଉଥିବେ ତ ଗୋଟେ ଭଲ ସ୍ତ୍ରୀ ହିସାବରେ ମତେ ତାଙ୍କୁ ଅଟକେଇବାର ଥିଲା। ଏହି ମେଡିସିନ ମୁଁ ଦିଦି ବ୍ୟାଗରେ ମଧ୍ୟ ଦେଖିଥିଲି। ବୋଧେ ବିକାଶଙ୍କ ଅଭ୍ୟାସ ଛଡେଇବାକୁ ଯାଇ ଦିଦି ଏହି ମେଡିସିନକୁ ନିଜ ବ୍ୟାଗରେ ଲୁଚେଇ ଦେଉଥିଲା। ଏହା ଭାବିକି ମୁଁ ବାହାରକୁ ଆସିଲି। ଆଉ ମତେ ଜଣାଥିଲା ଯେ ବିକାଶଙ୍କୁ ପନିର ତରକାରୀ ଖାଇବା ପାଇଁ ବହୁତ ଭଲ ଲାଗେ। ସେଥିପାଇଁ ମୁଁ ପନିର ବନେଇବାକୁ ରୋଷେଇ ଘରକୁ ଚାଲିଗଲି।
କାହିଁକି ନା ମୁଁ ଶୁଣିଥିଲି ଯେ ସ୍ୱାମୀମାନଙ୍କ ହୃଦୟର ବାଟ ସେମାନଙ୍କ ପେଟରୁ ହିଁ ଯାଇଥାଏ। ସେଥିପାଇଁ ଏକଥାକୁ ଅନୁସରଣ କରି ମୁଁ ପନିର ବନେଇଲି। ଦିଦି ବି ବିକାଶଙ୍କୁ ଖୁସି କରିବାକୁ ତାଙ୍କ ପସନ୍ଦର ଖାଇବା ବନଉଥିଲେ। ଏକଥା ମୋ ଦିଦି ମତେ କହିଥିଲା। ଖାଇବା ବନେଇ ସାରିବା ପରେ ମୁଁ ଗରମ ଗରମ ଖାଇବା ବାଢିଦେଲି ଆଉ ଆମେ ସମସ୍ତେ ଖାଇବାକୁ ବସିଗଲୁ। ବିକାଶଙ୍କୁ ଖାଇବା ପସନ୍ଦ ଆସିଥିଲା। ସେ ପେଟ ଫୁଲ କରି ଖାଇଲେ ଆଉ ମୋର ପ୍ରଶଂସା ମଧ୍ୟ କଲେ। ସେ ମୋ ଆଡକୁ ପ୍ରେମ ଭରା ନଜରରେ ଚାହିଁକି କହିଲେ, ଏତେ ସୁନ୍ଦର ଖାଇବା ବନେଇବା ତମେ କୋଉଠୁ ଶିଖିଲ? ଏ ସୁନ୍ଦର ଖାଇବା ବନେଇଥିବାରୁ ତମେ ମୋ ଠାରୁ କଣ ଗିଫ୍ଟ ନେବାକୁ ଚାହିଁବ? ବିକାଶଙ୍କର ଏମିତି ପ୍ରଶ୍ନ ଶୁଣିକି ମୁଁ ଆଶ୍ଚର୍ଯ୍ୟ ଥିଲି। ତାଙ୍କ ପ୍ରଶ୍ନରେ ମୁଁ ସେତିକି ଆଶ୍ଚର୍ଯ୍ୟ ନଥିଲି। ତାଙ୍କ ପ୍ରଶ୍ନରେ ମୁଁ ଯେତିକି ଆଶ୍ଚର୍ଯ୍ୟ ନଥିଲି, ସେତିକି ଆଶ୍ଚର୍ଯ୍ୟ ମତେ ତାଙ୍କ ପଚାରିବାର ଶୈଳୀ କହିଦେଇଥିଲା। ମୁଁ ବୁଝିପାରୁନଥିଲି ଯେ ମୁଁ ମୋ ଶାଶୁଙ୍କ ଆଗରେ ୟାର ଉତ୍ତର କେମିତି ଦେବି। ମୁଁ ଚୁପ୍ ରହିଲି। ହେଲେ ବିକାଶ ପୁଣି ଥରେ ଅଜବ ଢଙ୍ଗରେ ନିଜ ପ୍ରଶ୍ନକୁ ପଚାରିଲେ। ଠିକ୍ ସେଇ ସମୟରେ କିଛି କାମରେ ମୋ ଶାଶୁ ମତେ ରୋଷେଇ ଘରକୁ ପଠେଇଦେଲେ। ମୁଁ ରୋଷେଇ ଘର ଝରକାରୁ ଦେଖିଲି ତ ମୋ ଶାଶୁ ଧୀର ସ୍ୱରରେ ମୋ ସ୍ୱାମୀଙ୍କୁ କିଛି କହୁଥିଲେ। ମତେ ବିକାଶଙ୍କ ବ୍ୟବହାର କିଛି ଅଜବ ଲାଗିଲା। ଗୋଟେ ଦିନ ମୁଁ ସାହସ କରିକି ମୋ ଶାଶୁଙ୍କୁ କହିଲି, ଆପଣଙ୍କ ପୁଅ ନିଶା ସେବନ କରୁଛନ୍ତି। ହେଲେ ଆପଣ ସବୁ ଜାଣିଲା ପରେ ବି ମୋ ଜୀବନ ଖରାପ କଣ ପାଇଁ କଲେ? ମୋ କଥା ଶୁଣି ଶାଶୁ କହିଲେ କି ଏମିତି କିଛି ବି ନୁହେଁ। ତୋ ଭଉଣୀ ଆଉ ମୋ ବୋହୂର ମୃତ୍ୟୁ ପରେ ସେ ପୁରା ଭାଙ୍ଗି ପଡିଛି ଆଉ ସେ ନିଜର ଦୁଃଖ ଭୁଲିବା ପାଇଁ ଏହା ସବୁ କରିଛି। ମୁଁ ତାକୁ ବୁଝେଇଦେବି। ଶାଶୁଙ୍କ କଥା ଶୁଣିକି ମୁଁ ବେଶୀ କିଛି କହିଲି ନାହିଁ ଆଉ ନିଜ ରୁମକୁ ଚାଲି ଆସି ଶୋଇଗଲି। ମୁଁ ରାତିରେ ଶୋଇବା ପାଇଁ ଚେଷ୍ଟା କଲି ଆଉ ଆଖି ବନ୍ଦ କଲି ତ ମତେ ପୁଣି ଥରେ ଦିଦିର କାନ୍ଦ କାନ୍ଦ ମୁହଁ ଦେଖାଗଲା। ସେ ମତେ ନ୍ୟାୟ ମାଗୁଥିଲା, କିନ୍ତୁ କେମିତିକା ନ୍ୟାୟ? ସ୍ୱପ୍ନରେ ମୁଁ ମୋ ଦିଦିଙ୍କୁ କାନ୍ଦୁଥିବାର ଦେଖିକି ମୁଁ ବହୁତ ବ୍ୟସ୍ତ ହୋଇ ପଡିଥିଲି। ମୋ ମନରେ ଅଜବ ଅଜବ ଭାବନା ଆସିବାକୁ ଲାଗିଲା। ମୋ ଦିଦିର ମୃତ୍ୟୁ ଏକ ଦୁର୍ଘଟଣା ଥିଲା ନା ଅନ୍ୟ କିଛି? ମୋ ଶାଶୁ କହିଥିଲେ ଯେ ଦିଦିକୁ ହାର୍ଟଚୋକ୍ ହୋଇଗଲା, ମେଡିକାଲ ନେଇଗଲୁ। ସେ ସମୟରେ ପଚାରିବାର କିଛି ମାନେ ନଥିଲା, କାହିଁକି ନା ସେତେବେଳେ କିଛି ସନ୍ଦେହ ନଥିଲା। ହେଲେ ଏବେ ଦିଦିକୁ ବାରମ୍ବାର ସ୍ୱପ୍ନରେ ଦେଖିଲା ପରେ ମତେ ଏହା ବିଲକୁଲ ବି ସାଧାରଣ ଲାଗୁନଥିଲା। ମୁଁ ମୋ ନିଜ ରୁମରେ ଦିଦିର ସେ ରିପୋର୍ଟକୁ ଖୋଜିବା ପାଇଁ ଚେଷ୍ଟା କଲି, ଯେଉଁଥିରେ କି ଦିଦିର ମୃତ୍ୟୁର କାରଣ ବତାଯାଇଥିଲା। କିନ୍ତୁ ରୁମରେ ସେମିତି କିଛି ବି ମିଳିଲା ନାହିଁ। ବିକାଶ କାମକୁ ଚାଲିଗଲା ପରେ ମୋ ରୁମ ସଫା କରିବା ବାହାନାରେ ସେ ରୁମରେ ବି ଖୋଜିବାକୁ ଲାଗିଗଲି, କିନ୍ତୁ ସେଠି କିଛି ବି ମିଳିଲା ନାହିଁ। ଏବେ କେବଳ ଶାଶୁଙ୍କ ରୁମ ବାକି ଥିଲା। ମୋର ଆଶା ଥିଲା ଏଠୁ କିଛି ମିଳିଯାଉ ବୋଲି, ଆଉ ଏମିତି ହିଁ ହେଲା। ମୋ ଶାଶୁଙ୍କ ରୁମରେ ଏକ କାଗଜ ମିଳିଲା, ଯେଉଁଥିରେ କି ଦିଦିର ମୃତ୍ୟୁର କାରଣ ହାର୍ଟଚୋକ୍ ଲେଖାଯାଇଥିଲା। ୟାକୁ ନିଜ ଆଖିରେ ପଢିଲା ପରେ ଟିକେ ମନକୁ ଶାନ୍ତି ମିଳିଲା ଆଉ ମତେ ଲାଜ ମଧ୍ୟ ଲାଗୁଥିଲା। ମୁଁ ମୋ ନିଜ ଘର ଲୋକଙ୍କ ଉପରେ ସନ୍ଦେହ କରୁଥିଲି। ବିକାଶଙ୍କର ଏମିତି ଖରା ଛାଇବାଲା ବ୍ୟବହାରରେ ଦିନ ବିତି ଚାଲିଥିଲା। ଗୋଟେ ଦିନ ମୁଁ ଦେଖିଲି ବିକାଶ ଯେତେବେଳେ ଅଲଗା ରୁମକୁ ଗଲେ ତ ତାଙ୍କ ହାତରେ ଗୋଟେ ଫଟୋ ନୁହେଁ, ବରଂ ଦୁଇଟି ଫଟୋ ଥିଲା। ଗୋଟେ ଫଟୋକୁ ତ ମୁଁ ଚିହ୍ନିଦେଲି, ସେ ମୋ ଦିଦିର ଫଟୋ ଥିଲା। ହେଲେ ଦ୍ୱିତୀୟଟି ବୋଧେ ନୂଆ ବନା ଯାଇଥିଲା। କିନ୍ତୁ ରହସ୍ୟ ଏହା ଥିଲା ଯେ ସେ ଦ୍ୱିତୀୟ ଫଟୋଟି କାହାର ଥିଲା? ସେଦିନ ମୁଁ ଯେତେବେଳେ ଶୋଇବାକୁ ଗଲି ତ ମୁଁ ଜାଣି ଶୁଣି ଆଖି ବନ୍ଦ କରି ଶୋଇବାର ଅଭିନୟ କଲି। ଆଜି ରାତିରେ ମୁଁ ସେ ରହସ୍ୟକୁ ଯେମିତି ହେଲେ ବି ଭେଦ କରିବି, କାହିଁକି ନା ଏସବୁ ମତେ ପୁରାପୁରି ଅସ୍ତବ୍ୟସ୍ତ କରିସାରିଲାଣି। ମୁଁ ଦେଖିଲି କିଛି ସମୟ ପରେ ବିକାଶ ରୁମକୁ ଆସିଲେ ଆଉ ଦିଦି ଫଟୋକୁ ହାତରେ ଧରି କିଛି ସମୟ ପାଇଁ ମତେ ଚାହିଁଲେ। ଯେତେବେଳ ପର୍ଯ୍ୟନ୍ତ ତାଙ୍କୁ ବିଶ୍ୱାସ ନ ହୋଇଥିଲା ଯେ ମୁଁ ଗଭୀର ନିଦରେ ଶୋଇଯାଇଛି ବୋଲି। ତାପରେ ସେ ରୁମରୁ ବାହାରକୁ ଚାଲିଗଲେ। ମୁଁ ଆଖି ଖୋଲି ତାଙ୍କୁ ଚାହୁଁଥିଲି। ଯେମିତି ସେ ସେପଟ ରୁମକୁ ଗଲେ ତ ମୁଁ ଉଠିକି ବସିଗଲି। ସେ ମତେ ଶୋଇଥିବାର ଦେଖିଥିଲେ, ସେଥିପାଇଁ ରୁମର ତାଲା ବନ୍ଦ ନ କରି ଅଲଗା ରୁମରେ ଥିଲେ। କିଛି ସମୟ ପରେ ମୋ ପାଦ ଚାପି ଚାପି ଯାଇ ତାଙ୍କ ରୁମରେ ପହଞ୍ଚିଗଲି। ମୁଁ ଧୀରେ ଧୀରେ କବାଟକୁ ଠେଲିଲି। କବାଟ ଖୋଲିଗଲା। ଦିଦିର ଫଟୋ ପାଖରେ ବସି ସେ କିଛି କଥା ହେଉଥିଲେ। ତାଙ୍କ କଥା ମୁଁ ଶୁଣି ପାରୁଥିଲି। ସେ ଫଟୋ ସହିତ କଥା ହୋଇ କହୁଥିଲେ, ମୋ ପ୍ରିୟତମା, ତମକୁ ଅଲଗା ଦୁନିଆରେ କେତେ ଏକୁଟିଆ ଲାଗୁଥିବ। ମୁଁ ତମକୁ ଦୁଃଖୀ ଦେଖିପାରିବିନି ଆଉ ଜଲ୍ଦି ହିଁ ତମର ଏକୁଟିଆପଣ ଦୂର କରିଦେବି। ବାସ୍ କିଛି ସମୟ ଅପେକ୍ଷା କର। ଏତିକି କହି ବିକାଶ ନିଜ କୋଳରେ
ଆଉ ଏକ ଫଟୋ ଉଠେଇଲେ ଆଉ ଦିଦିର ଫଟୋ ପାଖରେ ଲଗେଇଦେଲେ। ଦୁଇଟି ଫଟୋକୁ ମିଶେଇକି ସେ ଆଉ କିଛି କହୁଥିଲେ। ମୁଁ ସେ ଫଟୋକୁ ଦେଖିନଥିଲି, ହେଲେ ସେ କହୁଥିବା କଥାକୁ ଶୁଣିକି ମୋ ପାଦ ତଳୁ ଯେମିତି ମାଟି ଖସିଗଲା ଭଳି ଅନୁଭବ ହେଉଥିଲା। ମୁଁ ଫେରିକି ନିଜ ରୁମକୁ ଚାଲି ଆସିଲି ଆଉ ଆସିକି ନିଜ ରୁମରେ ବସିଗଲି। ଆଉ ଏକ ବଡ଼ ନିଶ୍ୱାସ ନେଲି। ମତେ ଏମିତି ଲାଗୁଥିଲା ଯେମିତି ମୁଁ ବହୁତ ବାଟରୁ ଚାଲିକି ଆସିଛି। ମୁଁ ନିଜ ଖଟ ଉପରେ ଗଡ଼ି ପଡ଼ିଲି ଆଉ ଆଖି ବନ୍ଦ କରି ଶୋଇବା ପାଇଁ ଚେଷ୍ଟା କଲି। ବିକାଶ ଆତ୍ମହତ୍ୟା କରିବା ପାଇଁ ଚାହୁଁଥିଲେ ଆଉ ଦିଦି ପାଖକୁ ଯିବା ପାଇଁ ଚାହୁଁଥିଲେ। ହେଇପାରେ ଦିଦି ସହିତ ସେ ଦ୍ୱିତୀୟ ଫଟୋଟି ତାଙ୍କର ହିଁ ଥିଲା। ମତେ ବିକାଶଙ୍କୁ ଏସବୁ କରିବାରୁ ଅଟକେଇବାର ଥିଲା। ଏମିତି କିଛି ସମୟ ଭାବିବା ପରେ ମୋ ଆଖି ଲାଗିଗଲା ଆଉ ପୁଣି ଥରେ ଦିଦିର କାନ୍ଦିବା ଶବ୍ଦ ମତେ ଶୁଣାଗଲା। ସେ ଲଗାତାର ମତେ ନ୍ୟାୟ ମାଗିଥିଲା। ମୁଁ ସ୍ୱପ୍ନରେ ହିଁ ତାକୁ କଥା ଦେଲି ମୁଁ ତାକୁ ନ୍ୟାୟ ଦେବି ବୋଲି। ମୋ କଥା ଶୁଣିକି ସେ ହସି ଦେଇ ଚାଲିଗଲା। ମୁଁ ବହୁତ ବଡ଼ ସମସ୍ୟାରେ ପଡ଼ିଯାଇଥିଲି। ଦିଦି ମୃତ୍ୟୁର କାରଣ ତ ହାର୍ଟଚୋକ୍ ହିଁ ହୋଇଥିଲା, ଯାହାର ପ୍ରମାଣ ମୁଁ ମୋ ନିଜ ଆଖିରେ ଦେଖିଥିଲି। କିନ୍ତୁ ଦିଦି ପୁଣି ଥରେ ସ୍ୱପ୍ନରେ କାହିଁକି ଆସିଥିଲା? ହେଲେ ଦିଦି କଥା ଦେଇଛି ମାନେ ମତେ ମୋ କଥା ପୂରା କରିବାର ଥିଲା। କିନ୍ତୁ ମତେ ଜଣା ନଥିଲା ଯେ ଏସବୁ ମୁଁ କେମିତି କରିବି ବୋଲି। ମୁଁ ଅଧରାତିରେ ଉଠିକି ବିକାଶଙ୍କ ରୁମ୍ ଆଡ଼କୁ ଗଲି। ବିକାଶ ଏବେ ଅଲଗା ରୁମରେ ହିଁ ଶୋଉଥିଲେ। ମୋ ପାଖରେ ମୋ ରୁମରେ ଶୋଉନଥିଲେ। ମୁଁ କବାଟକୁ ହାଲକା ଭାବରେ ଠେଲିଲି। କବାଟ ଭିତର ପଟୁ ବନ୍ଦ ଥିଲା। ମୁଁ ନିରାଶ ହୋଇକି ନିଜ ରୁମକୁ ଚାଲି ଆସିଲି। ଏମିତି ଭାବନାରେ ମୋ ଆଖି କେତେବେଳେ ଲାଗିଗଲା ତାହା ଜଣା ପଡ଼ିଲାନି। ସକାଳୁ ଯେତେବେଳେ ମୁଁ ଉଠିଲି ଆଉ ଗାଧୋଇବା ପାଇଁ କପଡ଼ା ବାହାର କରିବାକୁ ଗଲି ଆଉ ଗଡରେଜରୁ କପଡ଼ା ବାହାର କଲି, ହେଲେ ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ଥିଲି ଯେ ମୋ ଗଡରେଜରୁ ସେ ମେଡିସିନ ବାଲା ବ୍ୟାଗଟି ନଥିଲା। ମୋର ବିଶ୍ୱାସ ହୋଇଗଲା ଯେ ସେ ବ୍ୟାଗଟିକୁ ବିକାଶ ହିଁ ବାହାର କରିଥିବେ। ମତେ ବିକାଶଙ୍କୁ ଭୁଲ ରାସ୍ତାରେ ଯିବାକୁ ଅଟକେଇବାକୁ ପଡ଼ିବ। ବିକାଶଙ୍କୁ ଆତ୍ମହତ୍ୟା କରିବାରୁ ଅଟକେଇବାକୁ ପଡ଼ିବ ଆଉ ଦିଦିର ଭାବନାରୁ ତାଙ୍କୁ ବାହାର କରିବାକୁ ପଡ଼ିବ। ଏସବୁ ଭାବିକି ମୁଁ ଫ୍ରେଶ ହୋଇକି ଆସିଲି ଆଉ ବାହାରକୁ ଚାଲି ଆସିଲି। ମୋ ଶାଶୁ ଜଳଖିଆ ବନେଇକି ରଖିଦେଇଥିଲେ। ମୁଁ ଜଳଖିଆ ଖାଉଥିଲି। ମୋ ଶାଶୁ କହିଲେ, ମା ଆରତୀ, ମୋ ଫୋନରୁ ରିଚାର୍ଜ ସରିଯାଇଛି। ତୁ ଫୋନରୁ ଟିକେ ଡାକ୍ତରଙ୍କୁ ଫୋନ କରିଦେଲୁ। ସକାଳୁ ହିଁ ମୋ ମୁଣ୍ଡ ବହୁତ ଜୋରେ ବିନ୍ଧା ହେଉଛି। ତାଙ୍କୁ ପଚାରିକି କିଛି ଔଷଧ ନେଇ ଆସିବି। ମୋ ଶାଶୁ କହିଥିବା ନମ୍ବରକୁ ମୁଁ ମୋ ନିଜ ଫୋନରେ ଡାଏଲ କଲି ଆଉ ମୋ ଶାଶୁଙ୍କୁ ଫୋନ ଦେଇଦେଲି। ଭୁଲରେ ମୋ ହାତ ରେକର୍ଡିଂ ବଟନରେ ବାଜି ଯାଇଥିଲା ଆଉ ରେକର୍ଡିଂ ହେବା ଆରମ୍ଭ ହୋଇଗଲା। ଏହା ଭୁଲରେ ହୋଇଯାଇଥିଲା। ମୁଁ ଜାଣିଶୁଣି କରିନଥିଲି। ମୋ ଶାଶୁ କଥା ହୋଇ ନିଜ ରୁମକୁ ଚାଲି ଯାଇଥିଲେ ଆଉ ମୁଁ ବି ମୋ ନିଜ ରୁମକୁ ଚାଲି ଆସିଲି, ଏହା ଭାବିକି ଯେ ମା ଯେତେବେଳେ କଥା ହୋଇସାରିବେ ସେ ନିଜେ ହିଁ ମତେ ଫୋନଟିକୁ ଆଣିକି ଦେଇଦେବେ। ବହୁତ ସମୟ ପରେ ମୋ ଶାଶୁ ମା ମୋ ଫୋନ ଆଣିକି ଆସିଲେ ଆଉ ମତେ ଫୋନ ଦେଇକି ଚାଲିଗଲେ। ଫୋନକୁ ଚାର୍ଜ ଲଗେଇ ମୁଁ ବିକାଶଙ୍କ ବିଷୟରେ ଭାବିବାକୁ ଲାଗିଲି। ସେ ଦିଦିକୁ କେତେ ଭଲ ପାଉଥିଲେ। ସେ ଦିଦିକୁ ଏ ପର୍ଯ୍ୟନ୍ତ ଭୁଲି ପାରୁନଥିଲେ। ଏମିତିକି ସେ ଦିଦି ପାଖକୁ ଯିବା ପାଇଁ ମଧ୍ୟ ଭାବୁଥିଲେ। ମାନେ ସେ ନିଜକୁ ମାରିବା ପାଇଁ ଚାହୁଁଥିଲେ। ଏହା ଭାବୁ ଭାବୁ ମୁଁ ଥରିବାକୁ ଲାଗିଥିଲି। ମୋ ପୁରା ଦିନ ଏହି ଭାବନାରେ ହିଁ ବିତିଗଲା। କେମିତି ବିକାଶଙ୍କୁ ଦିଦିର ଭାବନାରୁ ବାହାର କରିବି, କେମିତି ବିକାଶଙ୍କ ମନରେ ନିଜ ପାଇଁ ଭଲ ପାଇବା ସୃଷ୍ଟି କରିବି, କିନ୍ତୁ କିଛି ବୁଝିପାରୁନଥିଲି। ଏହା ସବୁ ଭାବି ଭାବି ସନ୍ଧ୍ୟା ହୋଇଗଲା। ସନ୍ଧ୍ୟାବେଳେ ଯେତେବେଳେ ବିକାଶ ଘରକୁ ଆସିଲେ ସେ ତାଙ୍କ ହାତରେ ଗୋଟେ ପିଜ୍ଜା ପ୍ୟାକେଟ ମଧ୍ୟ ଥିଲା। ବିକାଶ ରୁମ୍ ଭିତରକୁ ଆସିଲେ ଆଉ କହିଲେ, ଆରତୀ, ମୁଁ ଏ ପିଜ୍ଜା ତୁମ ପାଇଁ ଆଣିଛି। କଣ ତମକୁ ପିଜ୍ଜା ପସନ୍ଦ କି? ପିଜ୍ଜା ମତେ ପସନ୍ଦ ଥିଲା। ମୁଁ ଖୁସି ହେଇକି କହିଲି କି ହଁ ବିକାଶ, ପିଜ୍ଜା ମତେ ବହୁତ ପସନ୍ଦ। ବିକାଶଙ୍କ ଚେହେରାରେ ଏକ ଅଜବ ପ୍ରକାରର ହସ ଚାଲି ଆସିଲା, ଯାହାକୁ କି ମୁଁ ବୁଝିପାରିଲି ନାହିଁ। ସେମିତି ହସି ହସି ସେ କହିଲେ, ଆଚ୍ଛା ତାହେଲେ ଏଇ ନିଅ ଆଉ ପିଜ୍ଜା ଖାଇଦିଅ। ବିକାଶ ମୋ ଆଡ଼କୁ ପିଜ୍ଜାର ପ୍ୟାକେଟ ବଢେଇବାକୁ ଯାଉଥିଲେ। ଠିକ୍ ସେହି ସମୟରେ ବାହାରୁ ମୋ ଶାଶୁ ତାଙ୍କୁ ଡାକିବାକୁ ଲାଗିଲେ। ବିକାଶ ମୋ ହାତକୁ ପିଜ୍ଜାର ପ୍ୟାକେଟଟିକୁ ଦେଇଦେଲେ ଆଉ କହିଲେ, ୟାକୁ ଜଲ୍ଦି ଜଲ୍ଦି ଖାଇଦିଅ, ନହେଲେ ଥଣ୍ଡା ହୋଇଯିବ। ଏହା କହିକି ବିକାଶ ବାହାରକୁ ଚାଲିଗଲେ। ମୁଁ ଭାବିଲି ଯେ ନିଜ ପସନ୍ଦର ଟିଭି ସିରିଏଲ ଦେଖିକି ପିଜ୍ଜା ଖାଇବି ବୋଲି। ଏହା ଭାବିକି ମୁଁ ମୋ ଫୋନ ଉଠେଇଲି। ମୋ ଦ୍ୱାରା ଯେଉଁ ଏପିସୋଡ ମିସ୍ ହୋଇଯାଉଥିଲା ମୁଁ ତାକୁ ରେକର୍ଡିଂ କରି ଦେଉଥିଲି। ସେଇଥିପାଇଁ ମୁଁ ରେକର୍ଡିଂ ଫାଇଲ ଖୋଲିଲି। ସବୁଠୁ ଉପରେ ସେଇ ରେକର୍ଡିଂ ଥିଲା ଯାହା ମୋ ଶାଶୁ
ଡାକ୍ତରଙ୍କ ସହ କଥା ହୋଇଥିଲେ ମୋ ମନକୁ ଭାବନା ଆସିଲା ଯେ ମୋ ଶାଶୁ ଏତେ ସମୟ କଣ ପାଇଁ କଥା ହେଲେ। ତାଙ୍କ ମୁଣ୍ଡ ବିନ୍ଧା ହେଉଥିଲା ଆଉ କେବଳ ଔଷଧ ନା ହିଁ ପଚାରିବାର ଥିଲା। ଆଉ କେବଳ ଔଷଧ ନା ପଚାରିବା ପାଇଁ ଏତେ ସମୟ କଥା ହେବା କଣ ଦରକାର ଥିଲା। ନ ଚାହୁଁଥିଲେ ମଧ୍ୟ ମୁଁ ସେ ରେକର୍ଡିଂକୁ ଖୋଲିଲି ଆଉ ସେ ରେକର୍ଡିଂକୁ ଶୁଣିଲା ପରେ ମୋ ଦେହରେ ଯେମିତି ଜୀବନ ନଥିଲା ପରି ଲାଗିଲା। ଏମିତି ଲାଗୁଥିଲା ଯେମିତି ମୁଁ ଏବେ ହିଁ ପଡିଯିବି। ମୋ ଚିନ୍ତା ଶକ୍ତିକୁ ହରେଇ ବସିଥିଲି। ମୋ ଶାଶୁ ଡାକ୍ତରଙ୍କୁ କହୁଥିଲେ, ଡାକ୍ତର ବାବୁ, ଆପଣ ଦେଉଥିବା ଔଷଧରୁ ମୋ ପୁଅକୁ କିଛି ଫାଇଦା ହେଉନି। ଆପଣ ତ କହୁଥିଲେ କି ତାର ଦ୍ୱିତୀୟ ବିବାହ କରେଇ ଦିଅ, ସେ ଠିକ ହୋଇଯିବ। କିନ୍ତୁ ସେ ବିଲକୁଲ ବି ଠିକ ହେଉନି। ସେ ନିଜ ପ୍ରଥମ ସ୍ତ୍ରୀକୁ ମାରିଲା ପରେ ଏବେ ସେ ନିଜ ଦ୍ୱିତୀୟ ସ୍ତ୍ରୀକୁ ମଧ୍ୟ ମାରିବା ପାଇଁ ଉପାୟ ବନେଇବାରେ ଲାଗିଛି। ମୁଁ ତମକୁ ଏବେ ପର୍ଯ୍ୟନ୍ତ ଜଣା ନାହିଁ କେତେ ପଇସା ଦେଇ ସାରିଲିଣି। ତମେ ମୋର ସବୁ ପଇସା ଫେରେଇ ଦିଅ। ମୋ ପୁଅ ଟିକେ ବି ଠିକ ହୋଇନି। ମୋ ଶାଶୁଙ୍କ କଥା ଶୁଣିକି ଡାକ୍ତର ହସିବାକୁ ଲାଗିଲେ ଆଉ କହିଲେ, ଶୁଣନ୍ତୁ, ଆପଣଙ୍କ ପୁଅ ଜଣେ ମାନସିକ ରୋଗୀ। ତାକୁ ଠିକ ହେବା ପାଇଁ ସମୟ ଲାଗିବ। ଆଉ ରହିଲା ପଇସା କଥା, ମୁଁ ଆପଣଙ୍କୁ ଗୋଟେ ବି ପଇସା ଫେରେଇବି ନାହିଁ। ଆପଣଙ୍କ କହିବା ଦ୍ୱାରା ହିଁ ମୁଁ ଆପଣଙ୍କ ବୋହୂର ନକଲି ରିପୋର୍ଟ ବନେଇଥିଲି। ଆପଣଙ୍କ ବୋହୂ ହାର୍ଟଚୋକ୍ ହୋଇଥିଲା ବୋଲି। ଯଦି ମୁଁ ତମର ଆଉ ତମ ପୁଅର ଏସବୁ କାରନାମା ବିଷୟରେ ପୋଲିସକୁ କହିଦେବି ତ ସାରା ଜୀବନ ମା ପୁଅ ଜେଲରେ ଚକି ପେଷୁଥିବ। କାଲି ମୋ ପାଖକୁ ଆସିଯିବ। ମୁଁ ତମ ପୁଅର ମେଡିସିନ ବଦଳେଇ ଦେବି ଆଉ ଧୀରେ ଧୀରେ ତମ ପୁଅ ଠିକ ହୋଇଯିବ। ଆଉ ହଁ, ମୋ ପଇସା ନିଶ୍ଚିତ ନେଇକି ଆସିଥିବ। ଏତିକି କହିକି ସେ ଡାକ୍ତର ଫୋନ କାଟି ଦେଇଥିଲା। ଏସବୁ ଶୁଣିଲା ପରେ ମୁଁ ସ୍ଥାଣ ପାଲଟି ଯାଇଥିଲି। ଏହାର ମାନେ ମୋ ଦିଦିର ମୃତ୍ୟୁ ହାର୍ଟଚୋକ୍ ଯୋଗୁଁ ହୋଇନଥିଲା, ମୋ ଦିଦିର ହତ୍ୟା ହୋଇଥିଲା। ବିନା କାରଣରେ ମୋ ଭଉଣୀକୁ ମାରି ଦିଆଯାଇଥିଲା। ସେଥିପାଇଁ ତ ମୋ ଦିଦି ମୋ ସ୍ୱପ୍ନରେ ଆସୁଥିଲା ଆଉ ମୋତେ ନ୍ୟାୟର ଭିକ ମାଗୁଥିଲା। ନିଜ ଦିଦି କଥା ଭାବିକି ମୁଁ ଜୋର ଜୋରେ କାନ୍ଦିବାକୁ ଲାଗିଲି। ଆଉ ମୁଁ ଟିକେ ହୋସକୁ ଆସିଲି ତ ପ୍ରଥମେ ଯାଇକି ନିଜ ରୁମର କବାଟ ବନ୍ଦ କଲି ଆଉ ସେପଟ ରୁମରେ ଥିବା ଫଟୋ ପାଖକୁ ଗଲି। ଆଉ ସେଠି ଯାଇ ଦେଖେ ତ ମୋ ଦିଦିର ଫଟୋ ପାଖରେ ସେ ଦ୍ୱିତୀୟ ଫଟୋଟି ମୋର ହିଁ ଥିଲା। ତା ମାନେ ସେଦିନ ରାତିରେ ସେ ମୋ କଥା ହିଁ ମୋ ଦିଦିର ଫଟୋ ଆଗରେ କହୁଥିଲେ। ମୁଁ ବୁଝି ସାରିଥିଲି ବିକାଶ ମତେ ପିଜ୍ଜା ଖୁଆଇକି ମାରିବାକୁ ଚାହୁଁଛନ୍ତି ବୋଲି। ନିଶ୍ଚିତ ଏ ପିଜ୍ଜାରେ କିଛି ମିଶିଥିବ। ମୁଁ ପିଜ୍ଜାର ପ୍ୟାକେଟଟିକୁ ଗୋଟେ ସାଇଡରେ ରଖିଦେଲି ଆଉ ଜଲ୍ଦି ଜଲ୍ଦି ମୋ ବାପାଙ୍କୁ ଫୋନ କଲି। ଆଉ ଫୋନରେ ବାପାଙ୍କୁ ସବୁ ସତ ସତ କହିଦେଲି। ବାପାଙ୍କୁ ତ ମୋ କଥାରେ ପ୍ରଥମେ ବିଶ୍ୱାସ ହେଉନଥିଲା, ହେଲେ ସେ ମୋ କଥାକୁ ବିଶ୍ୱାସ କରିବା ପାଇଁ ବାଧ୍ୟ ହେଲେ। ତାପରେ ମୋ ବାପା କହିଲେ, ତୁ ଡରନି, ଜଲ୍ଦି ଜଲ୍ଦି ପୋଲିସକୁ ଫୋନ କର। ଆଉ ମୁଁ ମଧ୍ୟ ଏବେ ସାଙ୍ଗେ ସାଙ୍ଗେ ସେଠି ପହଞ୍ଚୁଛି। ମୁଁ ଜଲ୍ଦି ପୋଲିସକୁ ଫୋନ କଲି ଆଉ ନିଜ ଘରର ଠିକଣା ବତେଇ ଦେଲି। କିଛି ସମୟ ପରେ ପୋଲିସ ଆମ ଘରେ ପହଞ୍ଚି ସାରିଥିଲା। ସେପଟେ ବିକାଶ, ଯିଏକି ଭାବୁଥିଲେ ଏବେ ପର୍ଯ୍ୟନ୍ତ ପିଜ୍ଜା ଖାଇକି ମୁଁ ମରିସାଇଥିବି ବୋଲି, ସେଇ ଖୁସିରେ ସେ ଘରେ ହସି ହସି ବୁଲୁଥିଲା। କିନ୍ତୁ ପୋଲିସ ଉପରେ ନଜର ପଡ଼ିବା ମାତ୍ରକେ ତା ହୋସ ଉଡ଼ିଗଲା। ପୋଲିସ ଆସିଲା ପରେ ସେ ମୋ ଶାଶୁ ଆଉ ବିକାଶକୁ ଆରେଷ୍ଟ କରିନେଲା। ମୋ ଶାଶୁ ଆଉ ବିକାଶ କହିବାକୁ ଲାଗିଲେ ଯେ ସେମାନେ ନିର୍ଦ୍ଦୋଷ ବୋଲି। କିନ୍ତୁ ମୋ ଫୋନରେ ଥିବା ସେ ଡାକ୍ତର ଆଉ ମୋ ଶାଶୁଙ୍କର କଲ ରେକର୍ଡିଂ ହିଁ କାଫି ଥିଲା ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ। ଘରୁ ମୁଁ ମୋ ଦିଦିର କିଛି ଜିନିଷ ନେଇ ସେ ଘରୁ ସବୁଦିନ ପାଇଁ ମୁଁ ମୋ ନିଜ ବାପାଙ୍କ ଘରକୁ ଚାଲି ଆସିଲି। ଦିଦିର ଫଟୋକୁ ଯେତେବେଳେ ହାତରେ ଧରିଥିଲି ତ ଏମିତି ଲାଗୁଥିଲା କି ମୋ ଦିଦି ହସୁଛି ନିଜକୁ ନ୍ୟାୟ ମିଳିବା ଖୁସିରେ, ଆଉ ମତେ ସେ ଅପରାଧୀ ପାଖରୁ ସୁରକ୍ଷିତ ଫେରି ପାଇଥିବା ଖୁସିରେ। ମୁଁ ବିକାଶଙ୍କଠୁ ଆଇନ ଅନୁଯାୟୀ ଡିଭୋର୍ସ ନେଇ ଯାଇଥିଲି ଆଉ ଆଗକୁ ବଢି ଯାଇଥିଲି। ମୁଁ ଅଧୁରା ପାଠ ପୂରଣ କଲି ଆଉ ବହୁତ ଭଲ ଚାକିରି ମଧ୍ୟ କରିବାକୁ ଲାଗିଲି। ମୋ ମା ବାପା ମତେ ଖୋଲା ମନରେ ଆପଣେଇଥିଲେ। ସେମାନେ ଏ ଲୋକମାନଙ୍କର ଆଉ ସମାଜର କଥାକୁ ଖାତିର କରିନଥିଲେ। ଗୋଟେ ବିବାହିତ ଝିଅକୁ କେତେ ଦିନ ଏମିତି ଘରେ ବସେଇ ରଖିବ। ଜଣା ନାହିଁ ଏମିତି କେତେ କଣ ସବୁ କହୁଥିଲେ, ହେଲେ ମୋ ବାପା କାହା କଥା ବି ଶୁଣି ନଥିଲେ। ମୋ ବାପା ମତେ କହିଲେ ଯେ, ମା ଲୋ, ସାରା ଜୀବନ ତୁ ଏମିତି ଏକୁଟିଆ କେତେ ଦିନ ରହିବୁ। ତତେ ଯେବେ ବି ଲାଗିବ କି ଏମିତି କେହି ଅଛି ଯାହା ସହ ତୁ ସାରା ଜୀବନ ଖୁସିରେ ରହିପାରିବୁ ତ ଆମକୁ ତୁ ବିନା ଦ୍ୱନ୍ଦ୍ୱରେ ଜଣେଇଦେବୁ। କିନ୍ତୁ ଆମେ ଆମ ତରଫରୁ ତତେ କେବେ ବି ବାଧ୍ୟ କରିବୁନି। ମୁଁ ମୋ ମା ବାପାଙ୍କର କଥା ଶୁଣି ଟିକେ ହସିଦେଲି। ମୋର ଟିକେ ଫିକା ହସ ଥିଲା। ମତେ ଲାଗୁନି ଯେ ଏବେ ମୋ ଜୀବନରେ ଏମିତି ଆଉ କେହି ଆସିପାରିବେ ଯାହା ଉପରେ ମୁଁ ବିଶ୍ୱାସ କରିପାରିବି। କିନ୍ତୁ ମୋ ଭାଗ୍ୟରେ ଯଦି ସତ ଭଲ ପାଇବା ଥିବ ତାହେଲେ ଭଗବାନ ତାଙ୍କୁ ନିଶ୍ଚିତ ମୋ ପାଖକୁ ପଠେଇଦେବେ। ଏ ବିଷୟରେ ଆପଣମାନଙ୍କ ନିଷ୍ପତ୍ତି କଣ?
କଣ ଆରତୀ ତା ଜୀବନରେ ସତ୍ୟ ପ୍ରେମ ପାଇପାରିବ? ଶ୍ରୋତା ବନ୍ଧୁ ମାନେ, ଯଦି ଆଜିର କାହାଣୀଟି ଆପଣଙ୍କୁ ପସନ୍ଦ ଆସିଥାଏ ନିଶ୍ଚିତ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିଦେବେ।